गुड मॉर्निंग वेलकम टू एसके एजुकेशन ट्रैक। वर्तमान पानी गरम होउछि ता सहित ଏହି ଉପକରଣ ମଧ୍ୟ ଗରମ ହେଉଛି। ଏହାକୁ ଏଥିରୁ ବାହାର କରିବା ପାଇଁ ଆମେ କିଛି ବର୍ଷ ପୂର୍ବରୁ କାଗଜ ଏବଂ କପଡ଼ାରେ ଧରି ଏହି ଉପକରଣକୁ ବା ଏହି ଫୁଟା ପାଣିକୁ ବାହାର କରୁଥିଲୁ। ଆଗରୁ ଆମେ ଏପରି ପେପର ମାଧ୍ୟମରେ ଧରି ବାହାର କରୁଥିଲୁ, ଯାହା ଅନେକ ଚ୍ୟାଲେଞ୍ଜ ତିଆରି ହେଉଥିଲା। ବର୍ତ୍ତମାନ ଏମିତି କିଛି ବର୍ଷ ଆଗକୁ ଯିବା, ଆମେ ଏହି ଫୁଟା ପାଣି ବା ଏହି ପାନକୁ ବାହାର କରିବା ପାଇଁ ଆମେ ପ୍ରଥମେ କପଡ଼ାର ସାହାଯ୍ୟ ନେଉଥିଲେ କିମ୍ବା ଆମେ କାଗଜର ସାହାଯ୍ୟ ନେଉଥିଲେ। ଆପଣ ଦେଖିଥିବେ ବର୍ତ୍ତମାନ ଆମେ ସେହି ଚୁଲାରୁ ବା ସେହି ପାନକୁ ଆମେ ଏକ ଉପକରଣ ମାଧ୍ୟମରେ ବାହାର କରିପାରିଛୁ, ଯାହା ଆମେ ଆପଣଙ୍କ ହାତରେ ଦେଖାଉଛୁ। ଆପଣ ତାହା ଦେଖିପାରୁଛନ୍ତି। କାଗଜ, କପଡ଼ା, ତାପରେ ଏହି ଡିଭାଇସ୍ ଆମକୁ ସାହାଯ୍ୟ କରୁଛି। ଏ ହେଉଛି ସେହି ଡିଭାଇସ୍। ଏଥିରେ କିଛି କରେଣ୍ଟ ଆବଶ୍ୟକ ପଡ଼େ ନାହିଁ, ବ୍ୟାଟେରୀ ମଧ୍ୟ ଦରକାର ପଡ଼େ ନାହିଁ। ତଥାପି ଆମେ ସୁରକ୍ଷିତ ଭାବରେ ଗୋଟେ ଗରମ ପାତ୍ରକୁ ସୁନ୍ଦର ଭାବରେ ବାହାର କରିପାରୁଛୁ। ଏହା ଏକ ଦ୍ରବ୍ୟ। ଏହି ଦ୍ରବ୍ୟ ମାଧ୍ୟମରେ ଆମେ ପୁଞ୍ଜି ଇନକମ୍ କରିପାରିବା, ଅର୍ଥ ଇନକମ୍ କରିପାରିବା। ଏହାକୁ ତିଆରି କରିବା ପାଇଁ କିଛି ଟେକ୍ନିକ୍ସ, ସେହି ଟେକ୍ନିକ୍ସ ଆସିଲା କେଉଁଠୁ? ସେହି ଟେକ୍ନିକ୍ସ ଆସିଲା ବହିରୁ। ଆମେ ଯେଉଁ ପାଠ ପଢ଼ିଛୁ, ସେହି ପାଠରୁ ଏହି ଟେକ୍ନିକ୍କୁ ଆମେ ଆପ୍ଲାଏ କରିପାରିବା। ଅର୍ଥାତ୍ ପାଠ ହେଉଛି ଶିକ୍ଷା, ଏହି ଉପକରଣକୁ ତିଆରି କରିବା ହେଉଛି ଦୀକ୍ଷା। ତେଣୁ ଆଜିର ସମାଜରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଦୀକ୍ଷାକୁ ଗୁରୁତ୍ୱ ଦିଆଯାଉନଥିବାରୁ ଅନେକ ଛାତ୍ରଛାତ୍ରୀ ବେକାର ରହୁଛନ୍ତି। ଆଚ୍ଛା, ଏ ଉପକରଣ ଧୀରେ ଧୀରେ ଡିମାଣ୍ଡ ଆଡ଼କୁ ଚାଲିଯାଉଛି। ଅନେକ ଭାଇ ଭଉଣୀ ଏହାକୁ କ୍ରୟ କରୁଛନ୍ତି। ଲକ୍ଷ ଲକ୍ଷ ଡିଭାଇସ୍ ବିକ୍ରି ହେଉଛି। ଡିଭାଇସ୍କୁ ତିଆରି କରିଥିବା ଭାଇଙ୍କ ମନରେ ଆଜି ନିଶ୍ଚିତ ଭାବରେ ନୂଆ ସାହସ ସଞ୍ଚାର ସୃଷ୍ଟି କରିଥିବ ଯେ ଆଉ କିଛି ନେକ୍ସଟ ପ୍ରଡ଼କ୍ଟ କରିବା ପାଇଁ। ଏହା ଏକ ପ୍ରଡ଼କ୍ଟ, ଏହା ଏକ ସାଧନ ସମାଧାନ ପାଇଁ ସମର୍ପିତ। ଏହି ଛୋଟିଆ ଉପକରଣ ଦ୍ୱାରା କୋଟି କୋଟି ଟଙ୍କା ଇନକମ୍ କରାଯାଇପାରିବ, ଏହା ବି ଆଜିର ଶିକ୍ଷିତ ଯୁବକ ଯୁବତୀ ଭାବିବା ଉଚିତ। ଚାକିରି ପଛରେ ଗୋଡ଼ାଇ ନିଜକୁ ଭିକାରୀ ବନେଇବା ଅପେକ୍ଷା ନିଜ ପାଖରେ ଥିବା ଦକ୍ଷତାକୁ ବ୍ୟବହାର କରି ଏପରି ଆବଶ୍ୟକ ହେଉଥିବା, ଦରକାର ପଡ଼ୁଥିବା ଡିଭାଇସ୍କୁ ତିଆରି କରନ୍ତୁ, ଯେଉଁଥିରେ ଇଲେକ୍ଟ୍ରୋନିକ୍ସ, ବ୍ୟାଟେରୀ କିଛି ଆବଶ୍ୟକ ପଡ଼ିବ ନାହିଁ। ଦେଖୁଛନ୍ତି କେଉଁ ପ୍ରକାର ଏହାକୁ ନିର୍ମାଣ କରାଯାଇଛି। ଏପରି ସୂକ୍ଷ୍ମ ବୁଦ୍ଧି ସମ୍ପନ୍ନ, ବିଚାର ସମ୍ପନ୍ନ, ଆବଶ୍ୟକ ସମ୍ପନ୍ନ ଦ୍ରବ୍ୟ ଉତ୍ପାଦନ ଦ୍ୱାରା ବେକାର ସଂଖ୍ୟା ବୃଦ୍ଧି ପାଇବା ସହିତ ଦେଶରୁ ଇକୋନୋମିକ୍ ଯେଉଁ ଇମ୍ବାଲାନ୍ସ ତିଆରି ହେଉଛି ତାହା ମଧ୍ୟ ବନ୍ଦ ହୋଇପାରିବ। ଉପକରଣକୁ ଭଲରେ ଆପଣ ଦେଖନ୍ତୁ। ଏହା ପୂର୍ବରୁ ଏହାକୁ କିପରି ଆପ୍ଲିକେସନ୍ କରାଯାଏ ସେ ବିଷୟରେ ମଧ୍ୟ ଆପଣ ଦେଖିଲେ। ତେଣୁ ନିଜକୁ ସର୍ବଦା ଡିଫରେଣ୍ଟ କିଛି କରି ଦେଖାଇବାର ମାନସିକତା ହିଁ ଅନେକ ସମସ୍ୟାକୁ ସମାଧାନ କରିଥାଏ। ବେକାରୀ ଶବ୍ଦ ସେଇମାନଙ୍କ ପାଇଁ ସମର୍ପିତ।
ଯେଉଁମାନଙ୍କ ପାଖରେ ପ୍ରବଳ ପୁଞ୍ଜି ଥାଇ ମଧ୍ୟ ସମାଜକୁ ବିଶୃଙ୍ଖଳା କରୁଛନ୍ତି। ଏ ଯେଉଁ ପ୍ରଡ଼କ୍ଟ ଆପଣ ଦେଖୁଛନ୍ତି, ଏ ପ୍ରଡ଼କ୍ଟ ଉତ୍ପାଦନ ଯେଉଁ ଭାଇ କରିଛନ୍ତି ତାଙ୍କ ପାଖରେ ସେମିତି ଯଥେଷ୍ଟ ପୁଞ୍ଜି ନଥିଲା, କିନ୍ତୁ ତାଙ୍କ ପାଖରେ ଯଥେଷ୍ଟ ଦକ୍ଷତା, ଜ୍ଞାନ କୌଶଳ, ବୁଦ୍ଧି, ବିଚାର, ସେବା ମନୋଭାବ ଥିଲା। ଏହାଦ୍ୱାରା, ଏହି ପ୍ରକ୍ରିୟା ଦ୍ୱାରା, ଏହି ଗୁଣ ଦ୍ୱାରା ଆମେ ବେକାରକୁ ଦୂର କରିପାରିବା। ଆଜିର ଏହି ଛୋଟ ଡିଭାଇସ୍ ଆମକୁ ଅନେକ ଆଡ଼ଭାଇସ୍ କରୁଛି ଯେ ବେକାର ଏକ ଶବ୍ଦ, ବେକାରୀ ଏକ ଶବ୍ଦକୁ ଆମେ ନିଜ ପାଖରେ ହିଁ ରଖିଛୁ। ଏହାକୁ ଯଦି ଆମେ ଅନୁଭବ କରିପାରିବା, ଛୋଟ ବିଷୟଟେ ମଧ୍ୟ ବଜାରରେ ନିଜର ଚାହିଦା ବୃଦ୍ଧି କରି ଅର୍ଥ ଉପାର୍ଜନ କରିବା ସହିତ ଅନେକ ଉପାର୍ଜନ କରିବାର ମାନସିକତାକୁ ମଧ୍ୟ ଆମେ ଦେଖିପାରିବା। ସ୍ମଲ୍ ଇଜ୍ ବ୍ୟୁଟିଫୁଲ୍। ଇକୋନୋମିକ୍ସ ସହିତ କନେକ୍ସନ୍ ଥିବା ଏହି ଇନଫର୍ମେସନ୍, ଏହି ଏଜୁକେସନ୍ ଆପଣମାନଙ୍କୁ ପହଞ୍ଚାଯାଉଛି। ଉଦ୍ଦେଶ୍ୟ ରହିଛି ପାଠକୁ, ଶିକ୍ଷାକୁ ଦୀକ୍ଷାରେ ରୂପାନ୍ତରିତ କରିବା ପାଇଁ ନିବେଦନ ରହୁଛି। ଦୀକ୍ଷାର ସଫଳ ରୂପାୟନ ହେଉଛି ଏହି ପ୍ରକ୍ରିୟା। ତେଣୁ ଜନସଂଖ୍ୟା ବୃଦ୍ଧି ହେଉଛି, ସେ ଅନୁସାରେ ସରକାରୀ ବେସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ଚ୍ୟାଲେଞ୍ଜ ତିଆରି ହେଉଛି। ଏହି ଚ୍ୟାଲେଞ୍ଜକୁ ଚେଞ୍ଜ କରିବାକୁ ହେଲେ ଆମକୁ ଏପରି ଉପକରଣ ତିଆରି କରିବାକୁ ପଡ଼ିବ ଯେଉଁଥିରେ ଇଲେକ୍ଟ୍ରିକ୍ ଏବଂ ବ୍ୟାଟେରୀ ଆବଶ୍ୟକ ପଡ଼ିବ ନାହିଁ। ଆବେଦନ ରହୁଛି ବାସ୍ତବିକ ଷ୍ଟୁଡେଣ୍ଟମାନଙ୍କ ଭିତରେ ପାଠ ପଢ଼ାଇବା ସମୟରେ ଏପରି ପ୍ରଡ଼କ୍ଟ ଉତ୍ପାଦନ କରି ସ୍ୱାବଲମ୍ବୀ ସହିତ ସ୍ୱାଭିମାନ ସହିତ ବଞ୍ଚିବାର ପ୍ରକ୍ରିୟାକୁ ଶିଖାଇବା ପାଇଁ ନିବେଦନ ରହୁଛି। ଏସ୍କେ ଏଜୁକେସନ୍ ଟ୍ରାକ୍ ତରଫରୁ ସର୍ବଦା ଇନୋଭେଟିଭ୍ ଇନଫର୍ମେସନ୍ ପ୍ରେଜେଣ୍ଟ କରାଯାଉଛି। ବାସ୍ତବିକ ଅନଏମ୍ପ୍ଲୟମେଣ୍ଟ ପ୍ରୋବ୍ଲେମ୍ ଦ୍ୱାରା ଅନେକ ସୁଇସାଇଡ୍ ଟେଣ୍ଡେନ୍ସି ମଧ୍ୟ ଡେଭଲପ୍ ହେଉଛି। ଏହାକୁ ରୋକିବା ପାଇଁ ଏହି ଛୋଟ ଡିଭାଇସ୍ ହିଁ ଅନେକ ଆଡ଼ଭାଇସ୍ ଦେଇପାରିବ। ଏକ ମୋଟିଭେସନାଲ୍ ଭିଡ଼ିଓ ସହିତ, ଏଜୁକେସନାଲ୍ ଇନପୁଟ୍ ସହିତ ପ୍ରମୋସନ୍କୁ ଆମେ ଆପଣମାନଙ୍କୁ ପ୍ରେଜେଣ୍ଟ କରୁଛୁ। ଏହାକୁ ଦେଖିଲା ପରେ କମେଣ୍ଟ କରିବେ। ଅନେକ କଥା ରହିଛି, ସେହି କଥା ଭିତରେ ଅନେକ କଥା ଆମେ କହିଛୁ, ତାକୁ ଆପଣ ଗୁରୁତ୍ୱର ସହିତ ଯଦି ନିଜର କରିବେ, ଯେଉଁ କେବେ ବି ଦୁର୍ବଳ ମନେ କରିବେ ନାହିଁ, ବେକାରୀ ମନେ କରିବେ ନାହିଁ। ଭିଡ଼ିଓ ଦେଖିଲା ପରେ ମତାମତ ଦେବେ, କମେଣ୍ଟ କରିବେ, ଡିମାଣ୍ଡ କରିବେ ଏପରି ଅନେକ ଭିଡ଼ିଓକୁ ପ୍ରୋଡକ୍ସନ୍ କରିବା ପାଇଁ। ଥ୍ୟାଙ୍କ୍ସ ଫର୍ ୱାଚିଂ ଦିସ୍ ପ୍ରୋଗ୍ରାମ୍ ବାଇ ଏସ୍କେ ଏଜୁକେସନ୍ ଟ୍ରାକ୍।